Praise the Lord. Praise the Lord. Today we will go for the fourth person who met Christ. आज हमें ऐसे ही चतुर्थ व्यक्ति को विषय रे जानिबा जे कि प्रभु यीशु ख्रीष्ट को साक्षात करिथिले. And his name is Peter, or the Bible says Simon Peter. जहां का नाम पीतर थिला और बाइबल रे मध्य जहां को सिमोन पीतर बोली कहा जाए. This is one of the most interesting persons in the Bible. जदि हमें कहिबा ए प्रकार जने व्यक्ति आ जहां को विषय रे आ जानिबा पई हमें एकांत इच्छा करिथाउ. And he is so wonderful in many ways. এবং সে আউ তাଙ୍କ ବିଷୟ ଅତି ଉତ୍ତମ ଥିଲା ଆଉ ତାର ବିଭିନ୍ନ ଦେଖିବା ଆଉ ସମସ୍ତ ପ୍ରକାର ବିଷୟରେ ସେ ଉତ୍ତମ ଥିଲେ. Now I was just looking at him this evening. I want to share so much, but we don't have time to share the many beautiful things that have come across his life. Again, କୁହନ୍ତି ଯେତେବେଳେ ସେ ସନ୍ଧ୍ୟାବେଳେ ଆଉ ତାଙ୍କ ବିଷୟ ଅଧ୍ୟୟନ କରୁଥିଲେ ଆଉ ଅନେକ ଗୁଡିଏ ବିଷୟ ଅଛି ଯାହା ସେ ଚାହାନ୍ତି ଆଉ ଆମ ସହିତ ଆଲୋଚନା କରିବା ନିମନ୍ତେ. Just share just on our Bible, so Luke chapter 5. ଲୁକ ଲିଖିତ ସୁସମାଚାର ମଧ୍ୟକୁ ଯିବା 5 ପର୍ବ ମଧ୍ୟକୁ. And we'll read 5 to 8. ଆମେ 5 ରୁ 8 ପଦ ଆମେ ପଢିବା. ଲୁକ 5 ପର୍ବ 5 ପଦରୁ 8 ପଦ. ଏଥିରେ ସିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତି ଯାକ ପରିଶ୍ରମ କରି କିଛି ଧରି ନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି. ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ. ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା. ସେଥିରେ ସେମାନଙ୍କର ଯେଉଁ ଅଂଶୀଦାର ମାନେ ଅନ୍ୟ ନୌକାରେ ଥିଲେ ସେମାନେ ଯେପରି ଆସି ସାହାଯ୍ୟ କରନ୍ତି ଏଥିପାଇଁ ସେମାନେ ସେମାନଙ୍କୁ ଖାରିଲେ. ଏଥିରେ ସେମାନେ ଆସି 2ଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ ସେଗୁଡ଼ିକ ବୁଡ଼ିବାକୁ ଲାଗିଲା. କିନ୍ତୁ ସିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହୁଅନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ. Okay. Now this is one of the most interesting parts of the life of Peter. ଆମେ ଦେଖିବା ଏହି ବିଷୟ ଆଉ ପିତରଙ୍କ ଜୀବନ ମଧ୍ୟରେ ଅତି ଗୋଟେ ଜାଣିବାର ବିଷୟ ଆମ ନିମନ୍ତେ ଅଟେ. Where he comes face to face with a very big miracle. ଯେଉଁଠି କି ତାଙ୍କ ଜୀବନରେ ସେ ଗୋଟେ ବହୁତ ବଡ଼ ଆଶ୍ଚର୍ଯ୍ୟ କ୍ରିୟାର ସମ୍ମୁଖୀନ ହୋଇଥିଲେ. And if you look at the way that he tells the Lord, when he looks at the miracle, he says, Lord, depart from me because I am a sinner. ଏବଂ ଆମେ ଦେଖୁଛୁ ଆଉ କି ପ୍ରକାର ସେ ପ୍ରଭୁ ଯୀଶୁଙ୍କୁ କୁହନ୍ତି ଯେ ଆଉ ପ୍ରଭୁ ମୋ ଠାରୁ ଦୂର ହେଇଯାଅ କାରଣ ମୁଁ ଜଣେ ପାପୀ ଲୋକ ଅଟେ. You know, it's something that we fail to give glory to God. ଏହା ପ୍ରକାର ଗୋଟେ ବିଷୟ ଅଟେ ଯୋଉଥିରେ କି ଆମେ ଈଶ୍ୱରଙ୍କୁ ଆଉ ଗୌରବ ଦେବା ନିମନ୍ତେ ଆମେ ବିଫଳ ହୋଇ ପଡିଥାଉ. There are so many times that God does big miracles in our life, but we fail to give thanks to God. ଆଉ ଏ ପ୍ରକାର ସମୟ ଆସେ ଯେତେବେଳେ ପରମେଶ୍ୱର ଆମ ଜୀବନରେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କରିଥାନ୍ତି କିନ୍ତୁ ଆମେ ତାହାଙ୍କୁ ଏତିକି ଶ୍ରେୟ ବା ଏତିକି ଧନ୍ୟବାଦ ଆମେ ତାହାଙ୍କୁ ଦେଇ ନଥାଉ. Okay, we just look at a few things about this man. Actually, his brother Andrew came to know the Lord first, and then later on he brings Peter to the Lord. ଯଦି ଆମେ ପିତରଙ୍କ ବିଷୟରେ ଦେଖିବା ପ୍ରଥମେ ତାହାଙ୍କର ଭାଇ ଯେ କି ଆନ୍ଦ୍ରିୟ ଥିଲେ ପ୍ରଥମେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିଥିଲେ ଏବଂ ପରେ ସେ ତାଙ୍କ ଭାଇ ପିତରଙ୍କୁ ସେ ପ୍ରଭୁଙ୍କ ନିକଟକୁ ଆଣିଥିଲେ. But he is the first of the disciples to be named in the Gospels. କିନ୍ତୁ ଯଦି ଆମେ ଦେଖିବା ଶିଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ତାହାଙ୍କ ନାମ ହିଁ ଉଲ୍ଲେଖ କରାଯାଏ. Even though he was called, he came later on, but you find in the list his name comes first. ଯଦି ଆମେ ଦେଖିବା ଆଉ ପ୍ରଭୁଙ୍କ ନିକଟକୁ ହୁଏତ ସେ ବିଳମ୍ବରେ ଆସିଥିଲେ କିନ୍ତୁ ଶିଷ୍ୟମାନଙ୍କ ନାମର ତାଲିକାରେ ତାହାଙ୍କ ନାମ ପ୍ରଥମରେ ଆସେ. In Matthew chapter 10 and verse 2, the Bible says over there,
these are the names of the 12 apostles. First is Simon, who is called Peter. ମାଥ୍ୟୁ ତାର 10-12 ଯଦି ଆମେ ଦେଖିବା ସେଠାରେ ଆଉ ଲେଖାଯାଏ ପ୍ରଭୁ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯୋଉଠି କି ପିତରଙ୍କ ନାମ ପ୍ରଥମରେ ଲେଖାଯାଏ. Okay, now there are a number of occasions where the Bible shows Peter asking big questions. ଏବଂ ବାଇବେଲରେ ପ୍ରକାର ଅନେକ ଗୁଡିଏ ଉଦାହରଣ ଦେଖିପାରିବା ଯୋଉଠି କି ପିତର ଆଉ ବହୁତ ବଡ ବଡ ପ୍ରଶ୍ନ ସେ ପ୍ରଭୁ ଯୀଶୁଙ୍କୁ ପଚାରିଥିଲେ. And is one of the most emotional persons in the Bible. ଯଦି ଆମେ ଦେଖିବା ପିତର ଆଉ ସମସ୍ତଙ୍କ ଠାରୁ ଅଧିକ ସେ ଭାବନାତ୍ମକ ବା ଭାବପୂର୍ଣ୍ଣ ବ୍ୟକ୍ତି ସେ ଥିଲେ. And even though he was the senior most, so to say, the oldest person, his heart was young and he wants to learn a lot. ଯଦି ବି ଶିଶୁମାନଙ୍କ ମଧ୍ୟରେ ଆଉ ଯଦି ଆମେ ଦେଖିବା ହୁଏତ ତାଙ୍କର ବୟସ ଅଧିକ ଥିଲା କିନ୍ତୁ ତାଙ୍କର ଯୋଉ ମନ ଥିଲା ତାହା ଯୁବା ସଦୃଶ ଥିଲା ଏବଂ ତାହାଙ୍କଠାରୁ ଆମକୁ ଅନେକ ବିଷୟ ଶିକ୍ଷା ନିମନ୍ତେ ମିଳିଥାଏ. Many times he has spoken all kinds of, sometimes even crazy things to the Lord and then got corrections from the Lord. बेले बेले अनेक समयरे से प्रभु यीशु ख्रीष्टଙ୍କ निकटरे प्रकार किछि गोटे अबुझा सदृश कथा से आउ कहिथिले तथापि प्रभु आउ तांको समस्त विषय रे तांको संशोधन मध्ये करिथिले. It's very difficult for a senior person to get corrected by a very young person. It's very difficult. जदि हमें देखिबा गोटे प्राचीन व्यक्ति बा जने वयस्क लोक गोटे युवा लोक ठारू संशोधन पाइबा बा ता ठारू किछि गोटे विषय सिखिबा ता बहुत कम देखिबा को मिली थाए. But when we have the spirit of teachability, we will do anything, we will learn. किंतु जदि आम पाखरे आउ से शिक्षा निमंते ईश्वरଙ୍କର आत्मा थाए ताहाले हमें जे कोनोसी विषय में शिक्षा करि परिबा. And the Bible always you find it recording that both he and his brother Andrew were almost always mentioned together. बाइबल रे हम देखिबा पितरଙ୍କ भाई जो आंद्रे थिले उभयଙ୍କ नाम प्रत्येक जगह रे आ समान समय रे निया जाइथिला. We do not know for what reason, but they were very much close together. They were very close to the Lord. होयतो हमें तर प्रकृत कारण जानिनु किंतु जदि हमें देखिबा उभय से माने आ प्रभु यीशु ख्रीष्टଙ୍କର अति से माने निकटवर्ती होउथिले. And Peter, is whether people sometimes make they talk low about him, but in character he is a gem of a person. जदि पितरଙ୍କ विषय हम देखिबा आ से निजको सब बेले आ छोट भलिया ही से समस्त आगरे देखैथिले किंतु तांगर जो चरित्र थिला ता प्रकृति रे आ बहुत अति महान थिला. Okay, and we'll just see a few things. There was a point in his life where he was very courageous. In Mark 14 and verse 28, the Bible says when the storm came there, he wanted to walk on that water. जदि आ मार्क तर 14 और 28 देखिबा जोटी की लिखा जाए आ प्रभु यीशु Matthew, sorry, not Mark, Matthew 14:28. Matthew 14 और 28 जदि हमें देखिबा एटारे लिखा जाए आ पितरଙ୍କ विषय रे जे सेथिरे पितर उत्तर देले हे प्रभु जेबे आपण तेबे जल उपरे आपणक निकटको जिबा पई मते आज्ञा करंतु. The previous verse 27, you find Christ telling him, take courage and come. तर पूर्व पदरे हमें देखि परिबा आ प्रभु यीशु कहंती कि प्रकार आ तुमे साहस धर आ तुमे आस. Why we are not able to step out in faith is basically we lack that courage. आ काहे कि से माने से विश्वासर सह आ से प्रकार करि पार नथिले काहे कारण सेमानको मधरे से जो साहस था नथिला. To do something different or do something which people have never done before. किछि प्रकार विषय करिबा जो कार्य कि अन्य माने केबे करि नथिबे आ किबा अन्य माने जा करंतिनी आ सेही विषय ही करिबा निमंते साहस आवश्यक पड़िथा. None of the disciples ever tried to copy what Peter did to walk on that water.
ଏବଂ ଅନ୍ୟ ଶିଷ୍ୟମାନଙ୍କ ମଧ୍ୟରୁ କେହି ମଧ୍ୟ ଆଉ ସେ ପ୍ରକାର କରିବା ପାଇଁ ଚାହିଁ ନଥିଲେ ଯେ ପ୍ରକାର ପିତର ଆଉ ଜଳରେ ଚାଲିବା ନିମନ୍ତେ ଇଚ୍ଛା କରିଥିଲେ। And many today very foolishly try to walk on the water in the name of Jesus, and many have failed. କିନ୍ତୁ ଆଜି ବର୍ତ୍ତମାନ ସମୟରେ ଅନେକ ଲୋକମାନେ ସେମାନେ ଆଉ ଭଣ୍ଡ ଭାବରେ କୁହନ୍ତି ପ୍ରଭୁ ଯୀଶୁଙ୍କ ସଦୃଶ ପାଣି ଉପରେ ଚାଲିବା ପାଇଁ, କିନ୍ତୁ ଆଉ ସମସ୍ତେ ସେମାନେ ବିଫଳ ହୋଇଅଛନ୍ତି। You know, it's not that it's to prove that God is miraculous, that Peter walked on water. No, it was a challenge that God gave him to overcome that fear and come to him. ଏହା ଏକ ପ୍ରକାର ବିଷୟ ଥିଲା ଯେ ପ୍ରଭୁ ଚାହୁଁଥିଲେ କି ସେ ତାଙ୍କ ନିଜ ଭୟ ମଧ୍ୟରୁ ବାହାରିକି ଆସନ୍ତୁ ଏବଂ ସାହସର ସହ ସେ ପାଣି ଉପରେ ଚାଲନ୍ତୁ। Okay, and the third thing you find in Matthew chapter 16, verses 15 and verse 16. ତୃତୀୟ ବିଷୟ ଆମେ ଦେଖିପାରିବା ମାଥ୍ୟୁ ତାର 16 ପର୍ବର 15 ଏବଂ 16 ପଦରେ, ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। See, this was something very clear in his heart regarding Christ. ଏହି ବିଷୟ ଆମେ ଦେଖିପାରୁଛୁ ଯେ ପିତାଙ୍କ ହୃଦୟ ଆଉ କେତେ ସ୍ପଷ୍ଟ ଭାବରେ ତାହା ସେ ଗ୍ରହଣ କରିଥିଲେ ହୃଦୟ ମଧ୍ୟରେ ଯେ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱର ବୋଲି। So his relationship with the Lord is very, very clear and very simple. ତାହାଙ୍କର ଯୋଉ ସମ୍ପର୍କ ଥିଲା ଈଶ୍ୱରଙ୍କ ସହିତ ତା ଅତି ସରଳ ଥିଲା ଏବଂ ତା ଅତି ସ୍ପଷ୍ଟ ମଧ୍ୟ ଥିଲା। Sometimes when we have problems in our life, we doubt our own relationship with God. ଯେତେବେଳେ ଆମ ଜୀବନରେ କିଛି ସମସ୍ୟା ଆସେ ଆମେ ମାନେ କଣ କରିଥାଉ, ଆମର ଯୋଉ ସମ୍ପର୍କ ଥାଏ ଈଶ୍ୱରଙ୍କ ସହିତ ଆମେ ତାହାକୁ ସନ୍ଦେହ କରିଥାଉ। But here you find when Jesus asked him, others are saying that I am John the Baptist and all those things. What do you think about me? ଏଠାରେ ଲେଖା ଯେ ପ୍ରଭୁ ଯୀଶୁ ପଚାରିଲେ କି ଆଉ ମୁଁ କିଏ ବୋଲି ତମେ ମାନେ କହୁଅଛ, ମାନେ ତୁମେ ଭାବୁଅଛ ବୋଲି ପିତରଙ୍କୁ ସେ ପଚାରିଲେ। In other words, if somebody must ask you who is Jesus, what would be our confession? ଏହାର ଅର୍ଥ ଏହା ଅଟେ ଯେତେବେଳେ ଆମକୁ କିଏ ପଚାରନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି, ଆମ ମାନଙ୍କର ଯୋଉ ମୁଖର ସ୍ୱୀକାର ତାହା କି ପ୍ରକାର ହେବା ଦରକାର। You know, he had that crystal clear simply to say that you are Christ, the Son of the living God. ଆମେ ଦେଖୁଛୁ ଆଉ ତାହାଙ୍କର ଯୋଉ କଥା ଥିଲା ତା ଅତି ସେଇ ମାନେ ସ୍ପଷ୍ଟ ଥିଲା ଯେ ଆଉ ସେ କହିଲେ ତୁମେ ହଉଛ ସେଇ ଜୀବନ୍ତ ଈଶ୍ୱରଙ୍କର ପୁତ୍ର। And there was a time in his hastiness, you know, in John 18 and verse 10, in his hastiness, he takes out his sword and he cuts off the ears of Marcus. ଆମେ ଯଦି ଦେଖିବା ଯୋହନ ତାର 18:10 ରେ ଲେଖାଯାଏ ଆଉ କି ପ୍ରକାର ସେ ଅତି ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ଏବଂ ଆଉ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ଆଉ ସୈନ୍ୟମାନେ ନେଇକି ଗଲେ ସେତେବେଳେ ସେ ନିଜର ଖଡ୍ଗ ବାହାର କରିକି ଜଣେ ସେନାର ସେ କର୍ଣ୍ଣକୁ ସେ କାଟି ପକେଇଥିଲେ। The Bible records very clearly, you know, all the good and the bad things about Peter. ବାଇବେଲରେ ପିତରଙ୍କ ବିଷୟରେ ଆଉ ସମସ୍ତ ଭଲ ଏବଂ ଖରାପ ବିଷୟ ଉଭୟ ବିଷୟ ତାହା ଲେଖା ଯାଇଅଛି। Why? It is to show to us that nobody is perfect other than Christ. କାହିଁକି? କାରଣ ଏହା ଏଥିପାଇଁ ଲେଖାଯାଏ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଛାଡିଲା ପରେ ଆଉ କେହି ମଧ୍ୟ ସିଦ୍ଧ ନାହାନ୍ତି। And we also, you know, through the faults of others, and we can overcome or avoid such mistakes in our own lives. ଏବଂ ଅନ୍ୟମାନଙ୍କର ସେଇ ମିଥ୍ୟା ସକାଶୁ ହୁଏ ତ ଆମେ ଆମ ଜୀବନର ଅନେକ ବିଷୟ ଗୁଡିକରେ ଆମେ ଅତିକ୍ରମ କରିକି ଯାଇପାରିନଥାଉ। We also make mistakes in our life. We make mistakes by hastiness, by not waiting upon God. ଆମ ଜୀବନରେ ଆମେ ଅନେକ ବିଷୟ ଭୁଲ କରିଥାଉ କାହିଁକି? ଆମେ ଅତି
शीघ्र सब विषय चाहि थाउ आमे जल्दी रे थाउ आमे परमेश्वर को अपेक्षा करि न थाउ We may not be hurting somebody with a knife or something, but we'll be hurting our own lives by doing things out of hastiness. जदि भी आमे सेही कोनोसी अस्त्र द्वारा आमे काहको क्षति न पहुंचाइले मध्य आउ आम निजर जो व्यक्तिगत भितरे आमे होय तो निजो को ही आमे ईश्वर को कथा न मानी आमे निजो ही दुख पहुंचाई थाउ Okay, now you go to Mark chapter 14 and verse 31. मार्क तार 14 र 31 पद मध्य को आमे जिबा मार्क 14 र 31 किंतु से अति दृढ़ रूपे कहिबा को लागिले जदि मते आपणक सांगरे मरिबा को हुए तथापि मु आपणकु केबे हे अस्वीकार करिबि नाही पुनी समस्त मध्य सही प्रकार कहिले See, again, Peter, again, his heart is so much in love with the Lord, he sometimes does not even know what he's talking. Again, Pastor. So, Peter's love for the Lord is so much, and at times he does not even know what he's talking. से समय रे पितरंक हृदय मध्य रे ईश्वर को निमंते एते प्रेम थिला जे से कोन कहूतिले आ ताहा मध्य से जानि पारु नथिले No, he says over there, I'm willing to die with you. I won't disown you. I will die with you. Hello. Hello. Yeah. Can you hear me? Okay. Hmm. He was willing to. He said that I was willing to die with you. एठारे तर कहउछंती कि मु प्रभु आपनक सहित मरिबा निमंते मध्य मु चाहू अछि In the 30th verse, Jesus says that you'll deny me, but he says no. 30 पदरे आ प्रभु यीशु कहिले कि तुम मते अस्वीकार करबा किंतु से कहउछंती ना मु अस्वीकार करिबि नाही That is talking about self-confidence. एहा बुझाए जोटा कि हमें अति दृढ़ आत्मविश्वास हमें निज पर रखी थाउ Here you find that sometimes we do the same kind of a mistake by not accepting corrections from the Lord. एही प्रकार भूल आमे माने मध्ये करि थाउ आमे जते बेले ईश्वर को स्वीकार करि न थाउ Sometimes God tells us to change our attitude or our way of thinking, but we say, no, I'm not that type of person. बेले बेले प्रभु हमको सठिक करिया को चाहंती हमको संशोधन करिया को चाहंती आ से चाहंती कि हमर चिंताधारा हमर व्यवहार जा कि ठीक नहे आमे किंतु निज को कहि थाउ कि हम पूरा ठीक ही अछु Okay, in Mark 14 you can read verse 37, another place where we find the weakness of Peter. मार्क 14 र जदि हमें देखिबा 37 पद सेठी पितरंकर अन्य को दुर्बलता विषय हमें देखि परिबा पुणी से आसी सेमानको निद्रित देखिले ओ पितरंकु कहिले सिमोन तुम्हे कोन सोई पडिलो दंडे हेले जागी पारिलो नाही So sad that we are habituated, so to say, with this kind of an experience. We sleep a lot when we pray. एही प्रकार अभ्यास हम समस्त को जीवन रे रही थाए आमे एते बेले प्रार्थना करि थाउ बेले बेले हम सोई पड़ी थाउ It's not different, it's still the same with us. The moment we read the Bible, sleep comes. The moment we start praying, sleep comes. एही जो घटना ता हम सहित किछ अपरिचित नुहे आमे माने मध्ये एते बेले बाइबल पढि था हमको निद आसे आमे ते प्रार्थना करबा निमंते बसि हमको तो निद आसी थाए The same thing, God understands our weakness. से समान समय रे परमेश्वर से हमर दुर्बलता को मध्ये बुझंती But may God help us that we may spend time in prayer. प्रभु हमको साहाय्य करंतु आ हमें जे प्रकार ताहांको ठारे प्रार्थना रे हमें समय बितेई परिबा Prayer, the word prayer for a Christian has so many meanings. प्रार्थना शब्दर अर्थ जने क्रिश्चियन जीवन रे बहुत गुड़िए थाए
It is just like a human being breathing is what we as Christians should be in our prayer. ଯେତେବେଳେ ଜଣେ ମଣିଷ ସାଧାରଣ ଭାବରେ ଯୋଉ ନିଶ୍ୱାସ ପ୍ରଶ୍ୱାସ ନିଏ, ନିଶ୍ୱାସ ପ୍ରଶ୍ୱାସ ବିନା ସେ ବଞ୍ଚି ପାରେ ନାହିଁ, ପ୍ରତି ମୁହୂର୍ତ୍ତରେ ତାହା ସେ ନେଇଥାଏ, ସେଗୁଡା ଗୋଟେ ଖ୍ରୀଷ୍ଟିଆନ ପାଇଁ ଆଉ ପ୍ରାର୍ଥନା ମଧ୍ୟ ତାର ସେ ନିଶ୍ୱାସ ସଦୃଶ ହିଁ ଅଟେ। It is not talking to God, but always hearing from God is what I feel is prayer. ଆଜ୍ଞା କୁହନ୍ତି ନିଜର ଅନୁଭୂତିରେ କି ପ୍ରାର୍ଥନାର ଅର୍ଥ ନୁହେଁ କେବଳ ଆମେ ହିଁ କଥା କହିବା, ପ୍ରାର୍ଥନାର ଅର୍ଥ ପ୍ରକୃତରେ ଏହା ଅଟେ ଯେ ଆମେ ପରମେଶ୍ୱରଙ୍କ ଠାରୁ ମଧ୍ୟ ଶୁଣିବା। Because if I have to start my prayer asking God, my list will become endless. I'll not stop. କାରଣ ଯଦି ମୁଁ ମୋ ନିଜର ପ୍ରାର୍ଥନାର ସେଇ ଲମ୍ବା ଲିଷ୍ଟକୁ ବାହାର କରିବି ହୁଏତ ତା କେବେ ମଧ୍ୟ ଶେଷ ହେବ ନାହିଁ। But if I have to listen to God, it takes a lot. Bible says in Isaiah 40, though those wait upon the Lord shall mount up on wings. କିନ୍ତୁ ଯଦି ମୁଁ ଶୁଣିବା ପାଇଁ ଆରମ୍ଭ କରିବି ଆଉ ପରମେଶ୍ୱରଙ୍କର ଅପେକ୍ଷା କରିବି, ଯେ ପ୍ରକାର ବିଷୟରେ ଲେଖାଯାଏ କି ଯୋଉମାନେ ପରମେଶ୍ୱରଙ୍କ ଠାରେ ଅପେକ୍ଷା କରନ୍ତି ସେମାନେ ଉତ୍କୃଷ୍ଟ ପକ୍ଷୀ ତୁଲ୍ୟ ନୂତନ ଯୌବନ ନୂତନ ବଳରେ ସେମାନେ ବଳବାନ ହୁଅନ୍ତି। Prayer is not just communing or talking to God about things. God knows everything about us. But if our heart is, Lord, I want you to speak to me. I'm waiting. That's different. ପ୍ରାର୍ଥନାର ଅର୍ଥ ନୁହେଁ କେବଳ ଆମେ ନିଜେ ପ୍ରଭୁଙ୍କ ନିକଟରେ ଆମେ ସମସ୍ତ କଥା ହିଁ କହିବା, ପ୍ରାର୍ଥନାର ଅର୍ଥ ମଧ୍ୟ ଏହା ଅଟେ ଯେ ପ୍ରଭୁ ମୁଁ ତୁମରି ଅପେକ୍ଷାରେ ଅଛି ଏବଂ ତୁମେ ମୋତେ କଣ କହିବାକୁ ଚାହୁଁଛ ତାହା ମୁଁ ଶୁଣିବାକୁ ଚାହେଁ। And in say Mark chapter 14 verse 68, ମାର୍କ 14 ପର୍ବର 68 ପଦ ଯଦି ଆମେ ଦେଖିବା, the denial of Peter is mentioned over there. ଏଠାରେ ପିତରଙ୍କର ଅସ୍ୱୀକାର ବିଷୟ ଲେଖାଯାଏ, କିନ୍ତୁ ସେ ଅସ୍ୱୀକାର କରି କହିଲେ ମୁଁ ତାକୁ ଜାଣେ ନାହିଁ, ଆଉ ତୁମ୍ଭେ କଣ କହୁଛ ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡ ଦୁଆରକୁ ବାହାରି ଗଲେ। There was so much of emotions in him. He had love and fear and confusion, just like us. And here he denies Christ. ଆମେ ଦେଖୁଅଛୁ ପିତରଙ୍କ ଜୀବନରେ ଆଉ ସେ କେତେ ଭାବପୂର୍ଣ୍ଣ ବ୍ୟକ୍ତି ଥିଲେ, ଆଉ ପରମେଶ୍ୱରଙ୍କ ନିମନ୍ତେ ତାଙ୍କ ହୃଦୟରେ ବହୁତ ପ୍ରେମ ଥିଲା, କିନ୍ତୁ ଏ ସମସ୍ତ ରହିବା ସତ୍ତ୍ୱେ ଆଉ ସେ ଗୋଟେ ସାଧାରଣ ମନୁଷ୍ୟ ଭଳିଆ ଆମ ଭଳିଆ ତାଙ୍କ ମନରେ ଗୋଟେ ଭୟ ଆସିଲା ଏବଂ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଲେ। Our denial is not like Peter. We may not deny Christ in front of others, but in our personal life, we deny God the time in prayer, in communion, in obedience. ଯଦି ବି ପିତରଙ୍କ ସଦୃଶ ଆମେ ଜନ ସମାଜ ଆଗରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ୱୀକାର କରୁଅଛୁ ଅସ୍ୱୀକାର କରୁନାହୁଁ, କିନ୍ତୁ ଆମର ବ୍ୟକ୍ତିଗତ ଜୀବନରେ ଆଉ ଅନେକ ସମୟରେ ଆମେ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରୁ, ଆମର ପ୍ରାର୍ଥନା ଜୀବନରେ ହଉ, ଆମର ଆଜ୍ଞାବହତା ଜୀବନରେ ହଉ, ପ୍ରଭୁ ଭୋଜ ନେବା ସମୟରେ ହଉ, ଏ ପ୍ରକାର ଅନେକ ବିଷୟରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଥାଉ। And in the last verse of this chapter is one of the beautiful words where we find that he began to weep for his repentance. ଏହି ପର୍ବର ଶେଷ ପଦରୁ ଆମେ ଦେଖିବା ଲେଖାଯାଏ କି ଆଉ ଅତି ଉତ୍ତମ ବିଷୟ ଲେଖାଯାଏ, ଆଉ ପିତର ସେ କାନ୍ଦିଲେ, ଆଉ ତାଙ୍କ ହୃଦୟରେ ସେଇ ଯୋଉ ମନ ପରିବର୍ତ୍ତନର ଆଉ ବିଷୟ ତାହା ଆସିଲା। This is something I'm just trying to give it in a nutshell, few things about Peter, even though it's so beautiful, his life is full of beautiful incidents. ଆଜ୍ଞା କୁହନ୍ତି ଆଉ ସେ ପ୍ରକାର ବିଷୟ ପିତରଙ୍କ ବିଷୟ ସେ କହିବାକୁ ଚାହାନ୍ତି, କାରଣ ତାଙ୍କ ଜୀବନକୁ ଆମେ ଦେଖିବା ଆଉ ଅତି ଉତ୍ତମ ଘଟଣା ଗୁଡିକ ତାଙ୍କ ଜୀବନରେ ଘଟି ଅଛି, ଆଉ ସେଥିରୁ ଆମେ ବହୁତ କିଛି ବିଷୟ ଜାଣିପାରିବା। But we just read few verses from the Bible where it talks about the most what you could call a part where Christ talks about Peter. ଆଜ୍ଞା କୁହନ୍ତି ଆମେ କିଛି ପଦ ପର୍ବ ଦେଖିବା ଯୋଉଠିକି ଲେଖାଯାଏ ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ନିଜେ ଆଉ ପିତରଙ୍କ ସମ୍ବନ୍ଧରେ ସେ କିଛି କଥା କହିଥିଲେ। In John chapter 13, ଯୋହନ ତାର 13 ପର୍ବ, okay, if you read verse 6 to 9, ଯଦି ଆମେ ତାର 6 ରୁ ଆଉ 9 ପଦ ଯଦି ଆମେ ଦେଖିବା, ଯୋହନ 13 ପର୍ବର 6 ରୁ 9,
क्रमे से सिमोन पितरଙ୍କ निकटକୁ ଆସିଲେ ସେ ତାହାଙ୍କୁ କହିଲେ ପ୍ରଭୁ ଆପଣ ମୋର ପାଦ ଧୋଇ ଦେଉଅଛନ୍ତି ଯୀଶୁ ତାଙ୍କୁ ଉତ୍ତର ଦେଲେ ମୁଁ ଯାହା କରୁଅଛି ତାହା ତୁମ୍ଭେ ଏବେ ଜାଣୁନାହଁ କିନ୍ତୁ ପରେ ବୁଝିବ ପିତର ତାହାଙ୍କୁ କହିଲେ ଆପଣ କଦାପି କେବେ ହିଁ ମୋର ପାଦ ଧୋଇ ଦେବେ ନାହିଁ ଯୀଶୁ ତାଙ୍କୁ ଉତ୍ତର ଦେଲେ ଯଦି ମୁଁ ତୁମ୍ଭକୁ ଧୌତ ନ କରେ ତାହେଲେ ମୋ ସହିତ ତୁମ୍ଭର କୌଣସି ଅଂଶ ନାହିଁ ସିମୋନ ପିତର ତାହାଙ୍କୁ କହିଲେ ପ୍ରଭୁ କେବଳ ମୋହର ପାଦ ନୁହେଁ ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ No, I think I have shared this in the church. The purpose of Christ to die on the cross of Calvary was seen here. ଆଜ୍ଞା ମଧ୍ୟ ପୂର୍ବରୁ ପ୍ରଚାର ମଧ୍ୟ କରିଥିଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କାଲବରୀ କ୍ରୁଶରେ ନିଜର ପ୍ରାଣ ଦେବାର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ଆମେ ଏହି ପଦ ଦେଖିକି ତାହା ଜାଣିପାରିବା You know, he says here that I have to wash your feet. ଏଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ମୁଁ ତମର ପାଦ ଧୋଇ ଦେବା ପାଇଁ ଚାହୁଁଅଛି No, we say, Lord, wash me. We pray, we sing, Lord, wash me with your blood, but we don't understand the washing part. ଆମେ ମାନେ ଗୀତ ଗାଇଥାଉ ପ୍ରାର୍ଥନା କରିଥାଉ ଯେ ପ୍ରଭୁ ତୁମରି ରକ୍ତରେ ଆଉ ତୁମେ ମୋତେ ଧୋଇ ସଫା କର ବୋଲି How can Jesus wash me of my sinful things? How does it happen? କିନ୍ତୁ ପ୍ରକୃତରେ ତାର ଅର୍ଥ ଆମେ ଜାଣି ନଥାଉ ଯେ ଆଉ କି ପ୍ରକାର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମର ସେ ପାପକୁ ଧୋଇ ଦେବେ କିମ୍ବା ଆମର ସେଇ ଯୋଉ ଯାହା ବି କିଛି ଅଶୁଚି ବିଷୟ ତାହାକୁ ସେ କି ପ୍ରକାର ଆମଠାରୁ ଦୂରେଇକି ନେଇକି ଯାଆନ୍ତି Now, when Christ was giving the Last Supper, just before he could go to die, he begins to wash the feet of all the disciples, starting with Judas Iscariot. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ପୂର୍ବରୁ ଆଉ ଯେତେବେଳେ ରାତ୍ରି ସମୟରେ ନିସ୍ତାର ପର୍ବ ଥିଲା ଆଉ ରୁଟି ଭାଙ୍ଗିବା ସମୟରେ ପ୍ରଭୁଙ୍କର ଶେଷ ଯୋଉ ମେଜ ସହଭାଗୀ ହେବା ସମୟରେ ପ୍ରଭୁ କଣ କରିଥିଲେ ତାଙ୍କର ସମସ୍ତ ଶିଷ୍ୟମାନଙ୍କର ପାଦ ସେ ଧୋଇ ଦେଇଥିଲେ ଆଉ ସେ ଇସ୍କରିୟୋତ ଯିହୁଦାଙ୍କର ମଧ୍ୟ ପାଦ ସେ ଧୋଇଥିଲେ And the position for a person to wash the feet was the person must go on his knees while this person sits on the chair while this feet is being washed. ଏବଂ ସେଇ ଯୋଉ ପାଦ ଧୋଇବାର ବିଷୟ ପ୍ରକାର ଥିଲା ଯାହାର ପାଦ ଧୁଆ ହବ ସେ ଗୋଟେ ସେଇ ଚେୟାର ହଉ କିମ୍ବା ଚୌକି ହଉ ତାପରେ ବସିବ ଏବଂ ଯୋଉ ଲୋକ ସେ ପାଦ ଧୋଇବ ସେ ଆଣ୍ଠୁ ହେଇକି ତାର ସେ ପାଦକୁ ନିଜ ହାତରେ ସେ ଧୋଇଦବ And after washing the feet, he has to wipe that feet dry. ଏବଂ ସେଇ ପାଦ ଧୋଇ ସାରିଲା ପରେ ସେ କଣ କରିବ ସେ ପୁଣି ସେ ପାଦକୁ ସେ ଶୁଖିବା ପାଇଁ ସେ ପୋଛି ଦବ If you look at verse 5, it's very clear over there. ଆମେ ଯଦି ସେଇ 5 ପଦ ଦେଖିବା ତାହା ଅତି ସ୍ପଷ୍ଟ ଭାବରେ ଲେଖାଯାଏ ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ ପୁଣି ଶିଷ୍ୟମାନଙ୍କ ପାଦ ଧୋଇ ଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ The towel was not upon his shoulder, but the towel was around his waist, tied around the waist of Christ. ଯୋଉ ଗାମୁଛା ଲେଖାଯାଏ ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କାନ୍ଧରେ ନଥିଲା ତାହା ତାଙ୍କର ଅଣ୍ଟାରେ ସେ ବାନ୍ଧିଥିଲେ You know, connected to his belly, to his waist, is talking about giving us his entire nature. ଯୋଉ ଲେଖାଯାଏ ଯୋଉ ତାଙ୍କର ଅଣ୍ଟା ଚାରିପଟେ ଯୋଉ ଗାମୁଛା ବନ୍ଧା ହବାର ବିଷୟ ତାହା ବୁଝାଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେଇ ଗୁଣ ବା ସ୍ୱଭାବ ବିଷୟରେ And we find Christ, he didn't simply wash, but he has given us to become partakers of Christ in the nature. ଏବଂ ସେ କେବଳ ସେଇ ଗୋଡ ଧୋଇ କିମ୍ବା ପୋଛିବା ସେତିକି ସେ କାର୍ଯ୍ୟ ତାଙ୍କର ସୀମିତ ନଥିଲା ସେ ଚାହିଁଲେ କି ସମସ୍ତେ ମଧ୍ୟ ତାଙ୍କର ସେଇ ବିଷୟର ସହଭାଗୀ ହୁଅନ୍ତୁ ଏବଂ ସେ ଯାହା କରିଲେ ସେମାନେ ମଧ୍ୟ ପରସ୍ପର ନିମନ୍ତେ ସେ ବିଷୟ କରନ୍ତୁ So when Peter could not understand the spiritual thing, he said, Lord, not my feet. କିନ୍ତୁ ପିତର ହୁଏତ ଏଇ ଆତ୍ମିକ ବିଷୟକୁ ସେ ବୁଝି ପାରିନଥିଲେ ଏବଂ ସେ କହିଲେ କି ନାଇଁ ମୋ ଗୋଡ ଆପଣ ଧୋଇବେ ନାହିଁ But the moment he realized the truth, he said, Lord, I need to be cleansed from my head to my feet.
किंतु जो मुहूर्त रे से अर्थ से बुझी पारिले से कहिले कि आउ प्रभु मु चाहूची मोर मस्तकरु पाद पर्यंत आ समस्त पे मते धौत कर दियो. So this evening, let us also understand our unworthiness. आज ए संध्या हमें बुझीबा जे हम निजर जो अयोग्यता विषय रे. And each time that you pray, Lord, forgive me and cleanse me and wash me, remember Christ is kneeling down and washing us all over again. एवं जो मुहूर्त रे आमे माने कहि थाउ कि जे प्रभु अपना रक्त रे ते मते धोई दियो मते क्षमा दियो के मते परिष्कार करो आमे सब बेले मन रखिबा जे से प्रभु से समान भाबरे आउ आम पाखे रे आंठोई कि से हमकु धोई देउ अछंती. It is not that the blood of Christ gets sprinkled upon us or he will pour the blood. No. He's literally washing us with his hands. तार अर्थ एहा नुहे जे प्रभु जीसु ख्रीष्टଙ୍କର ରକ୍ତ ଆମ ଉପରେ ପଡିବା ଏବଂ ପ୍ରଭୁ ତାହାକୁ ଆମ ଶରୀର ମଧ୍ୟରେ ପୋଛି ଦେବେ ତାହା ନୁହେଁ କିନ୍ତୁ ପ୍ରକୃତରେ ଯେ ପ୍ରକାର ଶିଶୁମାନଙ୍କର ସେ ଆଉ ନିଜ ହାତରେ ସେମାନଙ୍କର ପାଦ ଧୋଇ ଦେଇଥିଲେ ସେ ପ୍ରକାର ପ୍ରଭୁ ଆମକୁ ଆଉ ଧୋଇ ଦିଅନ୍ତି. May we close our eyes this evening asking God to, we need to understand, the life of Peter. आज पितरଙ୍କ जीवनको प्रकृତରେ बुझिबा निमन्ते हमर आवश्यकता We अछि. are not different from him. आमे कौनसी प्रकारे ताहाଙ୍କ ठारू अलगा नुहे. He had his own, he was still having all the failures just like you and I have. कारण तांको जीवन रे मध्य से समान प्रकार विफलता थिला जाकी हम समस्तଙ୍କ जीवन रे मध्य अछि. But he wanted that relationship with Christ. किंतु से सर्वदा चाहूथिले ताहागर जो संपर्क प्रभु यीशु ख्रीष्टଙ୍କ सहित. And his only disciple, to be crucified upside down. एवं से एकमात्र जने शिष्य थिले जहाकू कि आ उल्टा भाबरे क्रूसविद्ध करा जायथिला. And he died with joy. एवं से अति आनंदर सह अपना प्राण से देथिले. Let us, ask God to change our attitude, our heart, that we will love the Lord. आज हम प्रभु को कहबा जे प्रभु हमको स्वभाव दियंतु हमको संपूर्ण परिवर्तन करंतु जे प्रकार आमे आ ईश्वर को प्रेम करि परिबा. Okay, let us close our eyes and look to God. असंतु आमे अपना चक्षु बंद करी ईश्वर कड़े में दृष्टिपात करिबा. Thank you, Jesus. Father, we come to you, Lord, even this evening in Jesus' name. पिता जे संध्या समय रे प्रभु यीशु का नाम रे आमे तुम निकट को आसी अछो. Lord, sometimes we, like Peter, have denied you many times. प्रभु आ पितरଙ୍କ सदृश आमे माने मध्य बहुत समय रे आ प्रभु तुमको आमे अस्वीकार करिथाउ. Many times we have not walked alongside with you in our obedience, in our love, in our commitments. एवं अनेक समय रे प्रभु होय तो आमे तुम सहित प्रभु सेही आज्ञावह भाबरे हो किबा निजर समर्पण जीवन रे हो आमे तुम सहित आमे चालु न थाउ प्रभु. Lord, I pray that you'll give us a heart to put you first and value you the most in our lives. प्रभु इस समय रे प्रार्थना करू छु प्रभु तुमे साहाय्य करो हम जे प्रकार तुमको प्रथम स्थान देई पारिबो एवं तुमरो से गुरुत्वपूर्ण विषय का बुझी पारिबो प्रभु. Lord, we understand, Lord, the meaning of you washing the feet of the disciples through Peter, Lord. प्रभु आज हमें से अर्थ बुझी पारिलु जे आउ तुमे जे प्रकार आ शिष्य मानकर गोड़ धोइथिला एवं पितरଙ୍କ द्वारा हमें से विषय को बुझी पारिलु. Father, this time we pray for Lord, you to heal all the nations around the world. प्रभु इस समय में प्रार्थना करू छु समग्र पृथ्वी रे देश गुडी का पई प्रभु तुमे सुस्थ करो. Father, we also pray for our own country, Lord. We pray for our state and city and village. Heal our nation also, Father. पुनी प्रभु इस समय प्रार्थना करू छु हमर निजर देश पई राज्य पई ग्राम शहर पई प्रभु तुमे सुस्थ करो. Father, we want you, Lord, even to Lord, heal anybody who's not well this evening. Heal them, Father. पुनी प्रभु इस समय प्रार्थना करू छु प्रभु ये संध्या समय प्रभु जदि अमन को मधुर के असुस्थ थांती प्रभु तुमे सान को सुस्थ करो. Lord, hear our prayer and heal and bless your people, Father. प्रभु तुमे हमर प्रार्थना सुना एवं तुमे
हम प्रत्येक जन को सुस्थ कर एवं आशीर्वाद कर प्रभु। In Jesus' precious name I pray, Father. Amen. प्रभु यीशुଙ୍କର बहुमूल्य नामରେ प्रार्थना मागुଅଛୁ पिता आमेन। पिता परमेश्वर असीम प्रेम और दया, पुत्र प्रभु यीशुଙ୍କର अनुग्रह, पवित्र आत्माଙ୍କର शांति सत्य सौभाग्यता प्रभु यीशुଙ୍କର आगमन पर्यंत ଆମମାନଙ୍କର ସହବର୍ତ୍ତୀ परमेश्वर ହୁଅନ୍ତୁ। प्रभु यीशुଙ୍କ ନାମରେ ପ୍ରାର୍ଥନା ମାଗୁଛୁ, ଆମେନ୍। यीशुଙ୍କ ରକ୍ତରେ ଜୟ, यीशुଙ୍କ ନାମରେ ଜୟ, जय यीशुଙ୍କ ବାକ୍ୟରେ ଜୟ, जय यीशुଙ୍କ ପ୍ରେମରେ ଜୟ। जय Praise the Lord. Praise जय। the Lord.